ମୁଁ ଦେବୀଦତ୍ତ ବିଭୂତି ରାୟ ଜାଗର ମହୋତ୍ସବ କମିଟିର ସଭାପତି। ସର୍ବପ୍ରଥମେ ଜୟ ବାବା ସିद्धେଶ୍ୱର, ଜୟ ଜାଗର, ଜୟ ଶିମିଳିପୁର ହରିରାଜପୁର ଗ୍ରାମ ପଞ୍ଚାୟତ। ଆମର ଶିମିଳିପୁର ହରିରାଜପୁର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ସମସ୍ତ ଯୁବବନ୍ଧୁମାନଙ୍କୁ ନେଇ ଆମର ଜାଗର ମହୋତ୍ସବ ଏଥର 20 ବର୍ଷରେ ପଦାର୍ପଣ କରୁଛି। ବାବା ସିद्धେଶ୍ୱରଙ୍କର ଅପାର କରୁଣାରୁ ଆମର ଦୁଇ ପଞ୍ଚାୟତର ସମସ୍ତ ଯୁବବନ୍ଧୁମାନେ ଏବଂ କର୍ମକର୍ତ୍ତାମାନେ ତଥା ଉପଦେଷ୍ଟାମାନଙ୍କର ଶ୍ରଦ୍ଧା ସ୍ନେହ ଭଲ ପାଇବାରେ ଜାଗର ମହୋତ୍ସବ ଆହୁରି ଆଗକୁ ସମସ୍ତଙ୍କର ଲୋକମାନଙ୍କର ଆଦୃତ ହେଉଛି। ତ ଏହି ବର୍ଷ ଆମେ ଜାଗର ମହୋତ୍ସବ 5 ଦିନ ଧରି ପାଳନ କରିବୁ ପ୍ରତ୍ୟେକ ବର୍ଷ ଭଳି। ଏବଂ ଏହି 5 ଦିନରେ ଆମର ସବୁଠୁ ବିଶେଷ ଆକର୍ଷଣ ହେଉଛି ଯେ ଜାଗର 5 ଦିନରେ ବାବା ସିଦ୍ଧେଶ୍ୱର 5ଟି ବେଶରେ ସର୍ବସାଧାରଣଙ୍କୁ ତଥା ଭକ୍ତମାନଙ୍କୁ 5ଟି ବେଶରେ ଦର୍ଶନ ଦେବେ। ଏବଂ ପ୍ରତ୍ୟେକ ଦିନର ଦର୍ଶନରେ ବି ଯେଉଁ ଶ୍ରଦ୍ଧାଳୁ ଦର୍ଶକମାନଙ୍କ ଭିତରୁ ଯିଏ ବି ଭାଗ୍ୟଶାଳୀ ଥିବ ତାଙ୍କ ପାଇଁ ଗୋଟେ ଆକର୍ଷଣୀୟ ପୁରସ୍କାରର ମଧ୍ୟ ବ୍ୟବସ୍ଥା ରହିଛି ପ୍ରତ୍ୟେକ ଦିନ। ତ ତେଣୁ ଏଇଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପିଲାମାନଙ୍କର ବିଦ୍ୟାଳୟ ସ୍ତରୀୟ ଆମର ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣୀ, ପୂଜା ତା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନା ବଜାର ଆମର ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ସେମିତି ଆମର ଜାଗର ମହୋତ୍ସବ 5 ଦିନରେ ସମସ୍ତେ ଏହାକୁ ଉପଭୋଗ କରିପାରିବେ। ତା ସହିତ ଆମର ବାବା ସିଦ୍ଧେଶ୍ୱରଙ୍କର ପ୍ରତ୍ୟେକ ଦିନର ବେଶକୁ ଆସି ଦର୍ଶନ କରିବେ ଏବଂ ବାବାଙ୍କର କୃପା ଲାଭ କରିବା ସହିତ ଯଦି ବି ହେଇଥିବେ ତାହେଲେ ସିଏ ବି ମଧ୍ୟ ଭାଗ୍ୟଶାଳୀ ବିଜେତା ହେବେ। ଦେଖନ୍ତୁ, ଜାଗର ମହୋତ୍ସବ ଯେତେବେଳେ 20 ବର୍ଷରେ ପଦାର୍ପଣ କରିଛି, ଆମେ ବି ସମସ୍ତେ ଭାବୁଛୁ ଯେ ପୁରା ଜାଗର ମହୋତ୍ସବ ଏକ ତ ବ୍ୟକ୍ତିବିଶେଷ ନୁହେଁ, ଏହା ଏକ ଅନୁଷ୍ଠାନ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ହେଉଛନ୍ତି ତାର ହୃଦୟ, ଏବଂ ତାର ଆମେ ଯେଉଁଟାକୁ କହେ ତାର ଭାବଭଙ୍ଗୀ କହିଲେ ଆମର ଯେଉଁ ସମସ୍ତ ସଭ୍ୟମାନଙ୍କୁ ଆମେ ବୁଝେଇବା। ତେଣୁ ଆମ ସଭ୍ୟମାନଙ୍କର ଯେଉଁ ଭାବରେ ଉତ୍ସାହ ଏବଂ ଅଛି, ଯେମିତି ଲାଗୁଛି କି ଜାଗର ମହୋତ୍ସବ 20 ବର୍ଷରେ ପୁରା ଯୁବ ଅବସ୍ଥାରେ ଅଛି ଏବଂ ସେଇ ଯୁବକ ବର୍ତ୍ତମାନ ଚାହୁଁଛି ଯେ ସାରା ଆମର ସାଂସ୍କୃତିକ ଯେଉଁ ବାତାବରଣ ଅଛି, ସେଇ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିବା ଏବଂ ଭାଇଚାରାର ଗୋଟେ ବାର୍ତ୍ତା ଦେବା ଏବଂ ତା ସର୍ବଶେଷରେ ଆମ ସମସ୍ତଙ୍କ ଭିତରେ ଯେଉଁ ବିଭିନ୍ନତା ଭିତରେ ଏକତାର ଯେଉଁ ବାର୍ତ୍ତା ସଦାବେଳେ ଆମର ଜାଗର ମହୋତ୍ସବ ଦେଇ ଆସିଛି। ଏବଂ ବାବା ସିଦ୍ଧେଶ୍ୱରଙ୍କର ସଦାବେଳେ ଆମେ କହିଛୁ ଯେ ବାବା ସିଦ୍ଧେଶ୍ୱରଙ୍କର ଅପାର କରୁଣାରୁ ଆମ ସିଦ୍ଧେଶ୍ୱର ଆମରି ଗାଁ, ଜାଗର ମହୋତ୍ସବ ତାରି ନାଁ। ତେଣୁ এই ଜାଗର ମହୋତ୍ସବ କେବଳ ବାବା ସିଦ୍ଧେଶ୍ୱରଙ୍କର ଆଶୀର୍ବାଦ ଏବଂ କୃପାରୁ ଅନୁଷ୍ଠିତ ହୋଇପାରୁଛି। ତେଣୁ ଆମେ ଆଶା କରୁଛୁ ଯେ ପୁଣି ଏହି ବର୍ଷ ମଧ୍ୟ ଆମ ସମସ୍ତଙ୍କର ଚେଷ୍ଟାରୁ ଏବଂ ବାବା ସିଦ୍ଧେଶ୍ୱରଙ୍କ ଆଶୀର୍ବାଦରୁ ନିହାତି ପକ୍ଷେ ଜାଗର ମହୋତ୍ସବ ଏକ ସମ୍ପୂର୍ଣ୍ଣ ରୂପ ନେବ। ଜୟ ବାବା ସିଦ୍ଧେଶ୍ୱର, ବିଭୁ ପ୍ରସାଦ ସାମଲ, ଜାଗର ମହୋତ୍ସବର ଉପସଭାପତି। ଦେଖନ୍ତୁ, ଚଳିତ ବର୍ଷ 2026ର ଜାଗର ମହୋତ୍ସବ 20ତମ ଜାଗର ମହୋତ୍ସବ ପଦାର୍ପଣ କରୁଛି। ଏ ଅବସରରେ ଆଜି ଶିମିଳିପୁର ବାବା ସିଦ୍ଧେଶ୍ୱରଙ୍କ ପୀଠରେ ଏକ ପ୍ରଥମ ପ୍ରସ୍ତୁତି ବୈଠକ ଆମର ସମସ୍ତ ସଦସ୍ୟ ଏବଂ ସମସ୍ତ ଉପଦେଷ୍ଟାମାନଙ୍କୁ ନେଇ ଶିମିଳିପୁର ଏବଂ ହରିରାଜପୁର ପଞ୍ଚାୟତର ସମସ୍ତ ଅଧିବାସୀଙ୍କୁ ନେଇ ଆମର ଏହି ଆଜିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ବିଶେଷ କରି ଆମର ଯେଉଁ ଫେବୃଆରୀ 15ରୁ 19 5 ଦିନ ବ୍ୟାପୀ ଏ ଯେଉଁ ଜାଗର ମହୋତ୍ସବ 20ତମ ଜାଗର ମହୋତ୍ସବ ତାର କାର୍ଯ୍ୟକ୍ରମ ଏକ ନୂଆ ଢଙ୍ଗରେ ଏକ ନୂଆ ରୂପରେ ଆମେ ଆଶା କରୁଛୁ ଯେ ସମସ୍ତଙ୍କର ସହଯୋଗ, ସହଭାଗିତା ଏବଂ ଏ ଅଞ୍ଚଳର ସମସ୍ତ ଗୁରୁଜନମାନଙ୍କର ଭଲ ପାଇବା, ଆଶୀର୍ବାଦ ଏବଂ ବାବା ସିଦ୍ଧେଶ୍ୱରଙ୍କର କରୁଣାରୁ ଚଳିତ ବର୍ଷ ଜାଗର ମହୋତ୍ସବ ଏକ ନୂଆ ରୂପରେ ଆମେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ। ଏଥିରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଏବଂ ଅନେକ ରାଜ୍ୟସ୍ତରୀୟ ସିନେ ତାରକା, ଅନେକ ବଡ଼ ବଡ଼ ରାଜନେତା ଏବଂ ତଥା ଆମର ମୀନା ବଜାର ଏବଂ ଆମ ଏଇ ଦୁଇ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ହେଉ, ସଙ୍ଗୀତ ହେଉ, ଅନେକ ଗୁଡ଼ିଏ କୁଇଜ୍ ହେଉ, ଅନ୍ୟାନ୍ୟ ପ୍ରତିଯୋଗିତା ଯେଉଁମାନେ ତାଙ୍କର ଅନ୍ତର୍ନିହିତ ଯେଉଁ ଗୁଣ ଅଛି ତାକୁ ପରିବିକାଶ କରିବା ପାଇଁ, ତାକୁ ବୃଦ୍ଧି ଘଟାଇବା ପାଇଁ ଯେଉଁ ଛାତ୍ରଛାତ୍ରୀମାନଙ୍କ ଭିତରେ ଯେଉଁ ପ୍ରୋତ୍ସାହନ ଦେବା ପାଇଁ ଏ ମଞ୍ଚ ସଦାବେଳେ ପ୍ରସ୍ତୁତ ଅଛି। ଏବଂ ଜାଗର ମହୋତ୍ସବ ସଦାବେଳେ ଯେଉଁମାନେ ଲୋକଲୋଚନକୁ ଆସିବା ପାଇଁ ଏବଂ ପିଲାମାନଙ୍କୁ ଆଗକୁ ନେବା ପାଇଁ ଏହି କାର୍ଯ୍ୟକ୍ରମ ଆମେ ଜାରି ରଖିଛୁ। ଆମେ ଚଳିତ ବର୍ଷ ଜାଗର ମହୋତ୍ସବର କାର୍ଯ୍ୟକ୍ରମ 5 ଦିନ ବ୍ୟାପୀ
ଆମର ପଡ଼ିଆ ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ହେବା ସହିତ ଆମେ ସିଦ୍ଧେଶ୍ୱରଙ୍କ ପାଖରେ ମଧ୍ୟ 5 ଦିନର ଏକ ବାବାଙ୍କର ଏକ ନୂଆ ରୂପ ପ୍ରତ୍ୟେକ ଦିନ ପାଞ୍ଚଟି ବେଶ ଆମେ କରିବା ପାଇଁ ମଧ୍ୟ ଅନୁଷ୍ଠାନ ତରଫରୁ ଆମର କାର୍ଯ୍ୟକ୍ରମ ଜାରି ରହିଛି।